ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନାରଗୋଦାରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଉସୀ ମା ମନ୍ଦିରରୁ ରଥ ଅପରାହ୍ନ 4ଟାରୁ ବାହାରି ଗ୍ରାମ ପରିକ୍ରମା କରିଥିଲେ। ଏହି ବାହୁଡ଼ା ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ରଥଟଣାରେ ଦେଖିବାକୁ ମିଳିଥିଲା। ଇଡ଼ିଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବୀପ୍ରସାଦ ଭଞ୍ଜ ଉପସ୍ଥିତ ଥିଲେ। 8 ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମକୁ ନାରଗୁଦା ରଥଯାତ୍ରା କମିଟିର ମେମ୍ବରମାନେ ସୁରୁଖୁରୁରେ ପରିଚାଳନା କରିଥିଲେ। କମିଟିର ପ୍ରେସିଡେଣ୍ଟ ବିଶ୍ୱରଞ୍ଜନ ସାହୁ, ବାପି, ଶୁଭମ, ପୂର୍ବତନ କମିଟିର ପ୍ରବକ୍ତାମାନେ ସୁରୁଖୁରୁ ରୂପେ ପରିଚାଳନା କରିଥିଲେ। ପରିଶେଷରେ ପୂର୍ବତନ କମିଟିର ସେକ୍ରେଟାରୀ ଅରୁଣ ସେଠୀ, ଜଳଧର ସେଠୀ, ନୀଲୁ, ଚଗଲା, ରଘୁନାଥ ସାହୁ, ଟୁନା, କାହ୍ନୁ, ଉମାକାନ୍ତ ସାହୁ, ଦିলীପ ସାହୁ ତଥା ଗ୍ରାମବାସୀମାନେ ସହଯୋଗ କରିଥିଲେ।